ଅଜଣା ଗାଡ଼ି ଧକ୍କାରେ ଜଣେ କଲେଜ ଛାତ୍ରୀଙ୍କର ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି। ମୃତ ଛାତ୍ରୀ ଜଣକ ବନ୍ତଳା ଥାନା ଅନ୍ତର୍ଗତ ବେଡ଼ା ପଞ୍ଚାୟତ ଚଟିଆଗଜି ଗ୍ରାମର ଡଲି ନାୟକଙ୍କ ଝିଅ ମାମାଲି ନାୟକ ବୋଲି ଜଣାପଡ଼ିଛି। ସେ ବନ୍ତଲା କଲେଜର ଯୁକ୍ତ 2 ବିଭାଗର ଛାତ୍ରୀ ଅଟନ୍ତି। ଆଜି କଲେଜର ବାର୍ଷିକୋତ୍ସବ ଥିବାରୁ ଉତ୍ସବ ସାରି ତାଙ୍କର ସମ୍ପର୍କୀୟ ମାମୁଁ ସଞ୍ଜୟ ଦାସଙ୍କ ସହିତ ଏକ ବାଇକ୍ରେ ଘରକୁ ଫେରୁଥିବା ବେଳେ ବନ୍ତଲା ରାହୁଲ ଢାବା ସମ୍ମୁଖରେ ଏକ ଅଜଣା କାର୍ ପଛରୁ ଧକ୍କା ଦେଇ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା। କାର୍ ଧକ୍କା ଦେବା ଫଳରେ ରାସ୍ତା ଉପରେ ଉଭୟ ଛିଟକି ପଡ଼ିଥିବା ବେଳେ ସେଠାରୁ ସ୍ଥାନୀୟ ଲୋକେ ଗୁରୁତର ଅବସ୍ଥାରେ ଉଦ୍ଧାର କରି ବନ୍ତଲା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ମାମାଲିଙ୍କର ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ଏଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ସଞ୍ଜୟ ଦାସ ଆହତ ହୋଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି। ଖବର ଲେଖା ହେବା ପର୍ଯ୍ୟନ୍ତ ଏ ଘଟଣାକୁ ନେଇ ବନ୍ତଲା ଥାନାରେ କୌଣସି ଅଭିଯୋଗ ହୋଇନଥିବା ଜଣାପଡ଼ିଛି।